ରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମ ସମସ୍ତଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଆପଣ କାହା ନିକଟରେ କାନ୍ଦୁଅଛନ୍ତି। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ଆପଣ କାହା ନିକଟରେ କାନ୍ଦୁଅଛନ୍ତି। ପ୍ରିୟମାନେ, ଆମମାନଙ୍କ ଜୀବନରେ ଅନେକ ଦୁଃଖ କଷ୍ଟ ସମସ୍ୟା ବିଭିନ୍ନ ପ୍ରକାର ବିଷୟ ଗୁଡ଼ିକ ଆମମାନଙ୍କ ଜୀବନରେ ଆସିଥାଏ। ଆଉ ବାଇବଲ କହେ ଯେ ପରମେଶ୍ୱର ଯେ ସୁଖ ଆଉ ଦୁଃଖକୁ ପାଖରେ ପାଖରେ ରଖିଅଛନ୍ତି। ଆଉ ଯେଉଁ ସମୟରେ ଆମମାନଙ୍କ ଜୀବନରେ ଦୁଃଖ ଆସେ, ଆମେ ଏତେ ଦୁଃଖରେ ଆମେ ଭାଙ୍ଗି ପଡ଼ୁ, ଆଉ ଆମମାନଙ୍କୁ ସେଇ ଦୁଃଖକୁ କହିବା ପାଇଁ କୌଣସି ଶବ୍ଦ ନଥାଏ। ଲୁହ ଆକାରରେ ଆମମାନଙ୍କ ଦୁଃଖ ପଦାକୁ ଆସିଥାଏ। ଲୁହ ମଧ୍ୟ ଆମମାନଙ୍କର ଦୁଃଖକୁ ସେ ଆମମାନଙ୍କ ନିକଟରେ ରଖେ, ଯେ ଦୁଃଖ ପ୍ରକାଶ କରିବାର ଗୋଟିଏ ମାଧ୍ୟମ ଅଟେ। ମାତ୍ର ଆମେ କାହା ନିକଟରେ କାନ୍ଦୁ? ଆମେ ଯେଉଁ ସମୟରେ ଦୁଃଖ ଆସେ, କଷ୍ଟ ଆସେ, ଅଭାବ ଆସେ, ସମସ୍ୟା ଆସେ, ସେହି ସମୟରେ ଆମେ କାହା ନିକଟରେ ଆମେ କାନ୍ଦୁ? ପ୍ରିୟମାନେ, ଏଠି ଆମେ ଦେଖୁଛୁ ଜଣେ ସ୍ତ୍ରୀ ଯାହାଙ୍କ ନାମ ହାନା, ସେ କାହା ନିକଟରେ କାନ୍ଦୁଛନ୍ତି। ଏତେ ପ୍ରେମିକ ସ୍ୱାମୀ ତାଙ୍କର, ଏତେ ସୁନ୍ଦର ଭାବରେ ତାଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି, ଆଉ କଥାବାର୍ତ୍ତା ହେଇ ତାଙ୍କୁ ସେ ବୁଝାଉଛନ୍ତି, ଆଉ ତାଙ୍କୁ ପ୍ରତ୍ୟେକ ବିଷୟର ଡବଲ ମଧ୍ୟ ଦେଉଛନ୍ତି। ମାତ୍ର ଯେଉଁ ସମୟରେ କାନ୍ଦିବାର ଅଛି, ସେହି ସମୟରେ ହାନା ନିଜ ସ୍ୱାମୀ ଆଗରେ କାନ୍ଦି ନାହାନ୍ତି, ନିଜ ବାପା ଆଗରେ କାନ୍ଦି ନାହାନ୍ତି, କୌଣସି ବ୍ୟକ୍ତିଙ୍କ ଆଗରେ ସେ କାନ୍ଦି ନାହାନ୍ତି। ସେ କାହା ଆଗରେ ସେ କାନ୍ଦିଛନ୍ତି? ସେ ପରମେଶ୍ୱରଙ୍କ ଆଗରେ ସେ କାନ୍ଦିଛନ୍ତି। ପ୍ରଥମ ସାମୁଏଲ 1:10। ପୁଣି ହାନା ତିକ୍ତ ମନା ହୋଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ କରୁ ରୋଦନ କଲା। ପ୍ରିୟମାନେ, ପ୍ରାର୍ଥନା ଆଉ ରୋଦନ, ଯେଉଁ ସମୟରେ ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ ଆଉ ରୋଦନ କରୁ, ତାର ବହୁତ ବଡ଼ ପ୍ରଭାବ ରହିଅଛି। ହାନା ଏ ବିଷୟକୁ ଭଲ ଭାବରେ ଜାଣେ। ସେଥିପାଇଁ ସେ ନିଜ ସ୍ୱାମୀଙ୍କ ନିକଟରେ କାନ୍ଦି ନାହାନ୍ତି, ସେ ପରମେଶ୍ୱରଙ୍କ ନିକଟରେ କାନ୍ଦିଛନ୍ତି। ବାଇବଲ ଆମମାନଙ୍କୁ କହେ ଯେ ପରମେଶ୍ୱର ଆମ୍ଭମାନଙ୍କର ଲୁହକୁ ସେ ଗୋଟିଏ ବୋତଲରେ ରଖିଛନ୍ତି। ସେ ଆପଣା ପୁସ୍ତକରେ ମଧ୍ୟ ତାହାକୁ ସେ ଲେଖିଅଛନ୍ତି, କାରଣ ଆମମାନଙ୍କ ଲୁହ ପ୍ରଭୁଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟେ। ହାନା ତିକ୍ତ ମନା ହୋଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁ କରୁ ଅତିଶୟ ସେ ରୋଦନ କଲା। ସେ ପରମେଶ୍ୱରଙ୍କ ନିକଟରେ ଅତିଶୟ ରୋଦନ କରୁଛନ୍ତି। ଆଜି କହିବା ପାଇଁ ଚାହେଁ, ଯେଉଁ ସମୟରେ ଆମେ ପରମେଶ୍ୱରଙ୍କ ନିକଟରେ ଆମେ ରୋଦନ କରୁ, ପରମେଶ୍ୱରଙ୍କୁ ଆମମାନଙ୍କ ଦୁଃଖକୁ ଆମେ ଜଣାଉ, ପରମେଶ୍ୱର ଆମ ଆଖିର ଲୁହ ପୋଛିବା ପରମେଶ୍ୱର ସେ ଅଟନ୍ତି। ଆମର ଆଖିର ଲୁହକୁ ଆମ ପରମେଶ୍ୱର ସେ ପୋଛିଦେବେ। କାରଣ ପ୍ରକାଶିତ 21 ପରମେଶ୍ୱର ସେ କହୁଛନ୍ତି 4 ପୁଣି ଈଶ୍ୱର ସ୍ୱୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ। ପ୍ରିୟମାନେ, ଏହା ଆମମାନଙ୍କର ଭବିଷ୍ୟତରେ ଯେତେବେଳେ ଆମେ ନୂତନ ଜେରୁସାଲେମକୁ ଯିବା, ସେହି ସମୟରେ ଲେଖାଯାଏ ପରମେଶ୍ୱର ଆମ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ। ଆଉ ଏହି ସ୍ଥାନରେ ମଧ୍ୟ ପରମେଶ୍ୱର ଆମର ଲୁହକୁ ପୋଛିବା ପରମେଶ୍ୱର। ଯେଉଁ ସମୟରେ ଆମେ ଆମର ଦୁଃଖକୁ ପରମେଶ୍ୱରଙ୍କ ନିକଟରେ ଆମେ ଜଣାଉ, ପରମେଶ୍ୱର ଆମର ସେହି ଦୁଃଖକୁ ଦୂର କରନ୍ତି। ଆଜି ଆମେ ଏ ପ୍ରକାର ଗୋଟେ ସମୟରେ ବାସ କରୁଛୁ। ଆମେ ସବୁ ଜାଗାରେ କାନ୍ଦୁଛୁ। ଆମେ ଅଫିସରେ କାନ୍ଦୁଛୁ, ବାଥରୁମରେ କାନ୍ଦୁଛୁ, କିଚେନରେ କାନ୍ଦୁଛୁ, ରାସ୍ତାରେ କାନ୍ଦୁଛୁ, ବିଭିନ୍ନ ସ୍ଥାନମାନଙ୍କରେ କାନ୍ଦୁଛୁ। ମାତ୍ର ଆମେ ପରମେଶ୍ୱରଙ୍କ ନିକଟରେ ରୋଦନ କରିବାର ଅଛି। ଯେଉଁ ସମୟରେ ଆମେ ପ୍ରାର୍ଥନା କରୁ କରୁ ଆମେ କାନ୍ଦୁନା ପରମେଶ୍ୱରଙ୍କ ନିକଟରେ,
ତାହା ବହୁ ଶକ୍ତିଶାଳୀ ଅଟେ। ଆଉ ପରମେଶ୍ୱର ଯେତେବେଳେ ହାନ୍ନା ପ୍ରାର୍ଥନା କରୁ କରୁ ସେ ରୋଦନ କରିଛନ୍ତି, ଅଶ୍ରୁଯୁକ୍ତ ପ୍ରାର୍ଥନା ସେ କରିଛନ୍ତି, ପରମେଶ୍ୱର ତାଙ୍କର ପ୍ରାର୍ଥନାର ଉତ୍ତର ଦେଇଛନ୍ତି। ଦୀର୍ଘ ବର୍ଷ ଧରି ସେ ବନ୍ଧ୍ୟା ଅବସ୍ଥାରେ ଥିଲେ, ଆଉ ପରମେଶ୍ୱର ତାଙ୍କର ବନ୍ଧ୍ୟାପଣକୁ ମଧ୍ୟ ସେ ମୁକ୍ତ କରିଛନ୍ତି। ଆମେ ଦେଖୁଛୁ ହିଜକିୟ ଜଣେ ରାଜା ଥିଲେ, ତାଙ୍କୁ ସାଂଘାତିକ ପୀଡ଼ା ଥିଲା। ଆଉ ଭବିଷ୍ୟତ ବକ୍ତା ଯିଶାୟା ଆସି କହିଲେ ଯେ ତୁମେ ଆଉ ବଞ୍ଚିବ ନାହିଁ, ତୁମେ ମରିବ, ତୁମେ ଆପଣ ପରିବାର ବିଷୟ ସଜାଡ଼। ସେହି ସମୟରେ ହିଜକିୟ କ'ଣ କଲେ? ଯିଶାୟା 38 ଅଧ୍ୟାୟର 2 ପଦରେ ସେଥିରେ ହିଜକିୟ କାନ୍ଥ ଆଡ଼େ ମୁଖ ଫେରାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲା, ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୁଁ କିପରି ସତ୍ୟତାରେ ଓ ସିଦ୍ଧ ଅନ୍ତଃକରଣରେ ତୁମ ସମ୍ମୁଖରେ ଗମନାଗମନ କରିଅଛି ଓ ତୁମ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ଏହା ଏବେ ସ୍ମରଣ କର। ଆଉ ହିଜକିୟ ଅତିଶୟ ରୋଦନ କଲା। ହିଜକିୟ ମଧ୍ୟ ମନୁଷ୍ୟ ନିକଟରେ ସେ କାନ୍ଦି ନାହାନ୍ତି, ପରମେଶ୍ୱରଙ୍କ ନିକଟରେ ସେ କାନ୍ଦିଲେ। କାନ୍ଥ ଆଡ଼େ ମୁହଁ ଦେବାର ଅର୍ଥ କାହାକୁ ଜଣାଇବା ନାହିଁ, କାହା ଆଗରେ କାନ୍ଦିବା ନାହିଁ, ନିଜକୁ ଲୁଚାଇବା, ପରମେଶ୍ୱରଙ୍କ ନିକଟରେ ନିଜର ଲୁହକୁ ଢାଳି ଦେବା। ପ୍ରିୟମାନେ, ପରମେଶ୍ୱରଙ୍କ ନିକଟରେ କାନ୍ଦିବାର ଅଛି। ସେ ମରିୟମ ଯିଏକି ଯୀଶୁଖ୍ରୀଷ୍ଟଙ୍କୁ ତୈଳ ଅଭିଷେକ କରିଥିଲେ, ଆଉ ନିଜ ଲୁହରେ ଯୀଶୁଙ୍କର ପାଦକୁ ସେ ଧୋଇ ଦେଇଥିଲେ, ସେ ମଧ୍ୟ ପରମେଶ୍ୱରଙ୍କ ନିକଟରେ କାନ୍ଦିଛନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟରେ କାନ୍ଦିଛନ୍ତି। ପ୍ରିୟମାନେ, ଜୀବନରେ ଯେଉଁ ସମୟରେ ଦୁଃଖ ଆସେ, ଆମେ ଲୁହ ଆମ ଆଖିରୁ ବାହାରେ, ସେହି ସମୟରେ ପ୍ରଭୁଙ୍କ ନିକଟକୁ ଯାଆନ୍ତୁ, ଆଣ୍ଠେଇ କାନ୍ଦନ୍ତୁ, ପ୍ରାର୍ଥନା କରୁ କରୁ କାନ୍ଦନ୍ତୁ, ବାଇବଲ ପଢ଼ୁ ପଢ଼ୁ କାନ୍ଦନ୍ତୁ, ପରମେଶ୍ୱରଙ୍କ ନିକଟରେ କାନ୍ଦନ୍ତୁ। ସେ ଆମର ଲୁହକୁ ପୋଛିବା ପରମେଶ୍ୱର ସେ ଅଟନ୍ତି। ଅନେକ ଦିନ ଧରି ଆମେ ମନୁଷ୍ୟ ନିକଟରେ ଆମେ କାନ୍ଦିଥାଉ। ମନୁଷ୍ୟ କେବଳ ଆମର ଲୁହକୁ ଦେଖି ଆମେ ଶାନ୍ତି ସାନ୍ତ୍ୱନାର କଥା କହିପାରନ୍ତି, ମାତ୍ର ଆମମାନଙ୍କର ପରିସ୍ଥିତିକୁ ବଦଳାଇ ପାରନ୍ତି ନାହିଁ। ମାତ୍ର କେବଳ ଏକମାତ୍ର ସତ୍ୟ ପରମେଶ୍ୱର ପ୍ରଭୁ ଯୀଶୁଖ୍ରୀଷ୍ଟ ଆମର ଲତକ ପୋଛିବା ପରମେଶ୍ୱର, ଆମର ଲୁହକୁ ପୋଛିଦେବା ପରମେଶ୍ୱର। ପ୍ରଭୁଙ୍କର ଗୌରବ ହଉ। ଆଜି ମଧ୍ୟ ଯଦି ଆମେ ଦୁଃଖରେ ଅଛୁ, କାନ୍ଦିଛୁ, ପରମେଶ୍ୱରଙ୍କ ନିକଟରେ କାନ୍ଦିବା, ତାଙ୍କ ନିକଟରେ ନିଜ ହୃଦୟକୁ ଆମେ ଢାଳିବା। ସେ ଆମର ଲୁହର ମୂଲ୍ୟକୁ ବୁଝନ୍ତି, ଆଉ ସେ ଆମମାନଙ୍କର ଲୁହର ଉତ୍ତର ମଧ୍ୟ ସେ ପ୍ରଦାନ କରନ୍ତି। ହାନ୍ନା ପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ, ତାଙ୍କର ବନ୍ଧ୍ୟା ଅବସ୍ଥା ବଦଳିଗଲା। ସାମୁଏଲ ପରି ଗୋଟେ ଆଶୀର୍ବାଦର ପୁତ୍ର ତାଙ୍କୁ ମିଳିଲା। ହିଜକିୟ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ, କ୍ରନ୍ଦନ କଲେ। ସେହି ସମୟରେ ପରମେଶ୍ୱର ତାଙ୍କର ଆୟୁ 15 ବର୍ଷ ବଢ଼ାଇ ଦେଲେ। ଆଜି ଆମେ କାହା ନିକଟରେ ଆମେ କାନ୍ଦୁଛୁ? ଆସନ୍ତୁ ଆମର ଦୁଃଖକୁ ପ୍ରଭୁଙ୍କ ନିକଟରେ ରଖିବା, ଆଉ ପ୍ରଭୁଙ୍କ ନିକଟରେ ନିଜର ଲୁହକୁ ଆମେ ଢାଳିଦେବା, ପ୍ରାର୍ଥନା କରିବା। ପିତା, ଆମେ ତୁମକୁ ହୃଦୟ ସହିତ ଧନ୍ୟବାଦ ଦେଉଛୁ, କାରଣ ତୁମେ ସେଥିପାଇଁ ଯୋଗ୍ୟ ଓ ଶୁଭାଜନ ପରମେଶ୍ୱର ଅଟ। ପ୍ରତି ମୁହୂର୍ତ୍ତରେ ତୁମର ଦୟା ଚିରନୂତନ। ଆମମାନଙ୍କ ଜୀବନଯାତ୍ରାରେ ଦୁଃଖରେ ଥିବା ସମୟରେ ଆମେ ତୁମ ନିକଟକୁ ଆମେ ଆସିଛୁ। ଆଉ ଆଜି ଅନେକ ଜଣ ଏହି ସନ୍ଦେଶ ଶୁଣୁଛନ୍ତି, ଆଉ ତାଙ୍କର ଲୁହ ମଧ୍ୟ ତୁମ ନିକଟରେ ଢାଳୁଛନ୍ତି। ବିଭିନ୍ନ ପ୍ରକାର ପରିସ୍ଥିତି ମଧ୍ୟ ଦେଇ ଯାଉଛନ୍ତି, ରୋଗ, ସମସ୍ୟା, ତାଡ଼ନା, ବିଭିନ୍ନ ପ୍ରକାର ଅପମାନ ଗୁଡ଼ିକ। ଏସବୁ ସମୟରେ ତୁମ ନିକଟରେ ରୋଦନ କରିବା ସମୟରେ ତୁମେ ସେମାନଙ୍କର ଅଶ୍ରୁର ଲତକକୁ ଦେଖ, ଆଉ ସେମାନଙ୍କ ଜୀବନରେ ଅଦ୍ଭୁତ କାମ ଗୁଡ଼ିକ କରି ତୁମେ ଗୌରବ ପାଅ ପ୍ରଭୁ। କାରଣ ଏହି ପ୍ରକାର ଦୁଃଖ ସମୟରେ ଯାଉଥିବା ଲୋକମାନଙ୍କର ଶାନ୍ତି ସାନ୍ତ୍ୱନା ନିମନ୍ତେ ତୁମେ ସବୁ ସମୟରେ ତୁମେ ତତ୍ପର ଅଛ। ସେଥିପାଇଁ ଧନ୍ୟବାଦ। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମେ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା। ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।